ସୁବର୍ଣ୍ଣପୁର ପୁଲିସ ଦ୍ୱାରା 720 କପ୍ ସିରପ ବୋତଲ ଜବତ। ଅଭିଯୁକ୍ତ ହେମାନନ୍ଦ ବେହେରା ଗିରଫ। କପ୍ ସିରପ ନିଶାରେ କବଳିତ ସୁବର୍ଣ୍ଣପୁର ସହରର ଯୁବଗୋଷ୍ଠୀ ଏବେ ପଡ଼ିଛନ୍ତି କପ୍ ସିରପ ପ୍ରେମରେ। ଅସାଧୁ ଯୁବକ ମଧ୍ୟ ଏହାର ଫାଇଦା ନେଇ କରୁଛନ୍ତି ଚୋରା ବେପାର, କମାଉଛନ୍ତି ମୁନାଫା। ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ବିଶେଷ ସୂତ୍ରରୁ ଖବର ପାଇ ହରଡ଼ଖୋଲ ଫାଣ୍ଡି ସବ୍ଇନ୍ସପେକ୍ଟର ରାଜକିଶୋର ବାରିକ ଏବଂ ପାଟ୍ରୋଲିଂ ଟିମ୍ ସହାୟତାରେ ମିଶି OD 17 EI 5708କୁ ଅର୍ଜୁନପୁର ବୁଡ଼ା ରାସ୍ତାରେ ଅଟକାଇ ଯାଞ୍ଚ କରିବା ସମୟରେ ତାହାଠାରୁ 720 ବୋତଲ କପ୍ ସିରପ ଧରିଥିଲେ ଏବଂ 28 ବର୍ଷୀୟ ଯୁବକ ହେମାନନ୍ଦ ବେହେରାକୁ କାବୁ କରିଥିଲେ। ହେମାନନ୍ଦ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ମଲମୁଣ୍ଡା ଗ୍ରାମର ପୁସ୍ତମ ବେହେରାଙ୍କ ପୁଅ ବୋଲି ସୂଚନା ମିଳିଛି। ଏନେଇ NDPS ଆକ୍ଟରେ କେସ୍ ରୁଜୁ କରାଯାଇଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁରରୁ ଉଗ୍ରେସନ କରିମଙ୍କ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।